ପାଳଙ୍ଗ ଶାଗ ସରିବା ପୂର୍ବରୁ ଏହି ରେସିପିଟିକୁ ବନେଇ ନିଅନ୍ତୁ। ରୁଟି, ପୁରୀ, ପରଟା ସବୁଥିରେ ଭାରି ଜମିବ। ନମସ୍କାର, ଆପଣଙ୍କୁ କାକୁଲିସ୍ କୋସିନାକୁ ବହୁତ ବହୁତ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ରେସିପି। ଦେଖନ୍ତୁ ଦର୍ଶକ ବନ୍ଧୁ, ପାଳଙ୍ଗ ଶାଗ ଆଉ ଆଳୁର ଏ ରେସିପିଟିକୁ ବନେଇବା ପାଇଁ ଏଇଠି ମୁଁ ପାଖାପାଖି 5ଟା ଆଳୁ ନେଇଛି। ଆଳୁର ପ୍ରଥମେ ଆମେ ଚୋପା ଛଡ଼େଇଦେବା। ଆଉ ଏଠି ଆପଣ ଦେଖିପାରୁଥିବେ ଆଳୁକୁ ଏଇଭଳିଆ ଭାବରେ ମିଡ଼ିୟମ୍ ସାଇଜ୍ କରିକି କାଟି ନେବା। ତା ସହିତ ଏଠି ଦେଖନ୍ତୁ ମୁଁ 4 ବିଡ଼ା ଫ୍ରେଶ୍ ପାଳଙ୍ଗ ଶାଗ ନେଇଛି। ପାଳଙ୍ଗ ଶାଗକୁ ବାଛିକି ସଫା କରିକି ଧୋଇ ନେବା। ତାପରେ ୟାକୁ ଏଇଭଳିଆ ଚୁନା ଚୁନା କରିକି କାଟିକି ନେଇଯିବା। ଶାଗକୁ ବେଶୀ ବଡ଼ ବଡ଼ କରିକି କାଟିବେନି, ଚୁନେଇକି କାଟିବେ, ତାହେଲେ ଭଲ ଲାଗିବ। ତ ଏଠି ଆପଣ ଦେଖିପାରୁଥିବେ ଶାଗକୁ ମୁଁ ଚୁନା ଚୁନା କରି କାଟି ନେଇଛି। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଏହି ଭିଡ଼ିଓଟିକୁ କେଉଁ ଜାଗାରୁ ଦେଖୁଛନ୍ତି ନିଶ୍ଚୟ ମୋତେ କମେଣ୍ଟରେ ଜଣାଇବେ, ଯାହାଫଳରେ ମୁଁ ଆପଣଙ୍କୁ ଧନ୍ୟବାଦ ଦେଇପାରିବି। ତ ଦେଖନ୍ତୁ ପାଳଙ୍ଗ ଶାଗ ଆଉ ଆଳୁ କାଟିଦେଲା ପରେ କଡ଼େଇରେ ଆମେ କିଛି ତେଲ ଗରମ କରିବା। ତେଲ ଗରମ ହୋଇଗଲା ପରେ ସେଥିରେ ଅଧ ଚାମଚ ସୋରିଷ, ଅଧ ଚାମଚ ଜିରା, ବାସ୍ନା ପାଇଁ 2ଟି ତେଜପତ୍ର ଆଉ କିଛି କଟା ରସୁଣ ପକାଇବା। ରସୁଣକୁ ପ୍ରଥମେ କିଛି ସେକେଣ୍ଡ ପାଇଁ ଟିକେ ଭାଜିଦେବା। ତାପରେ ଏଥିରେ କଟା ପିଆଜ ଆଉ କଞ୍ଚା ଲଙ୍କା ଆଡ଼୍ କରିବା। ଏଠି ମୁଁ 2ଟି ବଡ଼ ସାଇଜ୍ର ପିଆଜ ନେଇଛି, ତା ସହିତ 4ରୁ 5ଟା କଞ୍ଚା ଲଙ୍କା ନେଇଛି। ରାଗ ଆପଣ ଆପଣଙ୍କର ପସନ୍ଦ ଅନୁସାରେ କମ୍ କିମ୍ବା ବେଶୀ କରିପାରିବେ। ତ ଦେଖନ୍ତୁ ଗ୍ୟାସ୍ର ଫ୍ଲେମ୍କୁ ହାଇରେ ରଖିକି ପିଆଜକୁ ଆମେ ଟିକେ ଟ୍ରାନ୍ସଲୁସେଣ୍ଟ ହେଲା ପର୍ଯ୍ୟନ୍ତ ଭାଜିବା। ପିଆଜ ଟିକେ ଟ୍ରାନ୍ସଲୁସେଣ୍ଟ ହେଇକି ଭାଜି ହେଇଗଲା ପରେ ଏଥିରେ ଆମେ କଟା ଆଳୁ ପକାଇବା। ତା ସହିତ ସ୍ୱାଦ ଅନୁସାରେ ଲୁଣ ଆଉ ଅଳ୍ପ ହଳଦୀ ଗୁଣ୍ଡ ପକାଇଦେବା। ତ ଦେଖନ୍ତୁ ଏସବୁକୁ ଆମେ ଭଲ ଭାବରେ ଗୋଳେଇଦେବା। ତାପରେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିବା ଆଉ ଆଳୁକୁ ଘୋଡ଼େଇ ଘୋଡ଼େଇ ଭାଜିବା। ତେବେ ଦର୍ଶକ ବନ୍ଧୁ, ଯଦି ଆପଣ ଏ ଭିଡ଼ିଓଟିକୁ ୟୁଟ୍ୟୁବରେ ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରିବେ। ଆଉ ଯଦି ଭିଡ଼ିଓଟିକୁ ଫେସବୁକରେ ଦେଖୁଛନ୍ତି ତାହେଲେ ନିଶ୍ଚିତ ଭାବରେ ପେଜ୍ଟିକୁ ଫଲୋ କରିନେବେ। ତ ଦେଖନ୍ତୁ ମଝିରେ ମଝିରେ ଆମେ କଭର୍ ଖୋଲିବା ଆଉ ଆଳୁକୁ ମଝିରେ ମଝିରେ ଘାଣ୍ଟି ଦେଉଥିବା, ନହେଲେ ଆଳୁ ଗୋଟେ ପଟୁ ବେଶୀ ପଡ଼ିଯିବ। ତ ଦେଖନ୍ତୁ ଏଇଭଳି ଭାବରେ ମୁଁ କଭର୍ ଖୋଲି ଖୋଲି ଆଳୁକୁ ବଢ଼ିଆ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ଭାଜି ନେବି। ଆଳୁକୁ ଏମିତି ଘୋଡ଼େଇ ଘୋଡ଼େଇ ଭାଜିବେ, ଦେଖିବେ ଆଳୁ ବହୁତ ଜଲ୍ଦି ସିଝିଯିବ ଆଉ ବଢ଼ିଆ ଭାବରେ ଭାଜି ମଧ୍ୟ ହୋଇଯିବ। ତ ଏଠି ଆପଣ ଦେଖିପାରୁଥିବେ ଦର୍ଶକ ବନ୍ଧୁ, ଆଳୁର କଲର୍ ଚେଞ୍ଜ ହୋଇଗଲାଣି, ବଢ଼ିଆ ଭାବରେ ଭାଜି ହୋଇଗଲାଣି ଆଉ ଆଳୁ 90% ସିଝିଗଲାଣି। ଆଳୁ ସିଝିଗଲା ପରେ ଏଥିରେ ଆମେ 2 ଚାମଚ ଧନିଆ ପାଉଡ଼ର ପକାଇବା। ତା ସହିତ 2ଟି କଟା ଟମାଟୋ ପକାଇବା। ଯଦି ଆପଣଙ୍କ ପାଖରେ ଟମାଟୋ ନାହିଁ ତାହେଲେ ଆପଣ ଟମାଟୋ ବଦଳରେ ଆମ୍ଚୁର ପାଉଡ଼ର ମଧ୍ୟ ବ୍ୟବହାର କରିପାରିବେ। ତ ଦେଖନ୍ତୁ ଦର୍ଶକ ବନ୍ଧୁ, ଗ୍ୟାସ୍ର ଫ୍ଲେମ୍କୁ ହାଇରେ ରଖିବା। ଟମାଟୋକୁ ଆଳୁ ସହିତ ବଢ଼ିଆ ଭାବରେ ମିକ୍ସ କରିଦେଲା ପରେ ୟାକୁ କଭର୍ କରିକି ଆଉ 2 ମିନିଟ୍ ଛାଡ଼ିଦେବା। ଟମାଟୋକୁ ଘୋଡ଼େଇକି 2 ମିନିଟ୍ ଛାଡ଼ିଦେବେ, ବଢ଼ିଆ ଭାବରେ ଟମାଟୋ ସିଝିଯିବ। ତ ଏଠି ଦେଖନ୍ତୁ ଦର୍ଶକ ବନ୍ଧୁ, କିଛି ସମୟ ପରେ ମୁଁ କଭର୍ ଖୋଲିଲି। ଟମାଟୋ ବଢ଼ିଆ ଭାବରେ ସିଝିଗଲାଣି। ଦେଖିବେ ଟମାଟୋ ଯେତେବେଳେ ବଢ଼ିଆ ଭାବରେ ଭାଜି ହେଇଯିବ, ତାପରେ ଏଇଥିରେ କଟା ହେଇଥିବା ପାଳଙ୍ଗ ଶାଗ ଆଡ଼୍ କରିବେ। ଏହି ରେସିପିଟି ଦେହ ପାଇଁ ହେଲ୍ଦି ହେବା ସହିତ ଖାଇବା ପାଇଁ ମଧ୍ୟ ବହୁତ ଟେଷ୍ଟି। ପାଳଙ୍ଗ ଶାଗ ସରିବା ପୂର୍ବରୁ ଆପଣ ଏ ରେସିପିଟିକୁ ନିଶ୍ଚୟ ବନାନ୍ତୁ। ତ ଏଠି ଦେଖନ୍ତୁ ପାଳଙ୍ଗ ଶାଗ ଦେଲା ପରେ ଏଥିରେ ଆମେ 1 ଛୋଟ ଚାମଚ ଚିନି ଆଡ଼୍ କରିବା। ଚିନି ନିଶ୍ଚିତ ଭାବରେ ଆଡ଼୍ କରନ୍ତୁ, ଦେଖିବେ ଟେଷ୍ଟ ବହୁତ ବଢ଼ିଆ ଆସିବ। ହାଲକା ଚିନି ପକାଇଲେ ଶାଗ ମିଠା ହେବନି, କିନ୍ତୁ ଏହାର ଟେଷ୍ଟଟା ବହୁତ ବଢ଼ିଆ ଭାବରେ ବ୍ୟାଲେନ୍ସ ହେବ। ତ ଏଠି ଦେଖନ୍ତୁ ଦର୍ଶକ ବନ୍ଧୁ, ପାଳଙ୍ଗ ଶାଗ ଦେଲା ପରେ ମୁଁ ଆକୁ କିଛି ସମୟ ଘୋଡ଼େଇକି ଛାଡ଼ି ଦେଇଥିଲି। ତ ଏଠି ଦେଖନ୍ତୁ ଏବେ ଆମେ ଏସବୁକୁ ବଢ଼ିଆ ଭାବରେ ମିକ୍ସ କରିଦେବା। ପାଳଙ୍ଗ ଶାଗ ଯେହେତୁ ପାଣି ବାହାରିବ, ତ ଆମେ ଗ୍ୟାସ୍ର ଫ୍ଲେମ୍କୁ ହାଇରେ ରଖିବା ଆଉ ହାଇ ଫ୍ଲେମ୍ରେ ଏସବୁକୁ ବଢ଼ିଆ ଭାବରେ ମିକ୍ସ କରିଦେଲା ପରେ ୟାକୁ ଘୋଡ଼େଇକି ମାତ୍ର 2ରୁ 3 ମିନିଟ୍ ଛାଡ଼ିବା। ତ ଦେଖନ୍ତୁ ଦର୍ଶକ ବନ୍ଧୁ, ପାଖାପାଖି 2ରୁ 3 ମିନିଟ୍ ପରେ ମୁଁ କଭର୍ ଖୋଲିଲି। ପାଳଙ୍ଗ ଶାଗରୁ ଯେଉଁ ପାଣି ବାହାରିବ ସେଇଥିରେ ଆଳୁ ଯେତିକି ବାକି ଥିଲା ସିଝିବା ପାଇଁ ବଢ଼ିଆ ଭାବରେ ସିଝିଯିବ। ତ ଦେଖନ୍ତୁ ଏସବୁକୁ ମୁଁ ବଢ଼ିଆ ଭାବରେ ଗୋଳେଇ ଦେଲି। ତ ଏବେ ଆମେ ଏଥିରେ ବଢ଼ିଆ ବାସ୍ନା ଆଣିବା ପାଇଁ ମ୍ୟାଗିର ମ୍ୟାଜିକ୍ ମସଲା ପାଉଡ଼ର ଆଡ଼୍ କରିବା। ଆପଣଙ୍କୁ ଯେଉଁ ମସଲା ପସନ୍ଦ ଆପଣ ସେ ମସଲା ଏଥିରେ ଆଡ଼୍ କରିପାରିବେ। ତ ଦେଖନ୍ତୁ ଦର୍ଶକ ବନ୍ଧୁ, ଏବେ ଆମେ ସବୁକୁ ବଢ଼ିଆ ଭାବରେ ମିକ୍ସ କରିଦେବା ଆଉ ଗ୍ୟାସ୍ର ଫ୍ଲେମ୍କୁ ହାଇରେ ରଖିକି ପାଖାପାଖି 2ରୁ 3 ମିନିଟ୍ ବଢ଼ିଆ ଭାବରେ ଫ୍ରାଏ କରିଦେବା। ଆଳୁ ପାଳଙ୍ଗ ଶାଗ ତରକାରୀ ଆମର ବନିକି ରେଡ଼ି। ୟାକୁ ଆପଣ ଗରମ ଗରମ ରୁଟି, ପରଟା, ପୁରୀ ସହିତ ଖାଆନ୍ତୁ, ବହୁତ ବଢ଼ିଆ ଲାଗିବ।
तेबे रेसिपीटी जदि आपंक भल लगिला लाइक कमेंट आउ शेयर करने जम्मा भूलें। तेबे पुणी देखा आ गोटे नुआ रेसिपी रे। धन्यवाद।